କବିତାର ଶୀର୍ଷକ ଆଉ ତୁ କାନ୍ଦ ନା ମା। ସବୁଦିନ ପରି ଆଜି ବି ସୂର୍ଯ୍ୟ ଉଠୁଛି ପୂର୍ବାଶାରେ। ନକ୍ଷତ୍ର ଖଚିତ ରାତ୍ରିର ଆକାଶ ମୃଦୁମନ୍ଦ ସମୀରଣ ପୁଲକିତ କରେ। ତଥାପି ବିଷଣ୍ଣ ତୋ ମୁଖମଣ୍ଡଳ, ଆଖିରେ ଅବାରିତ ଅଶ୍ରୁର ଧାର। ଏ ଲୁହ କ'ଣ ଆଗାମୀ ପିଢ଼ିର ଅନିଶ୍ଚିତ ଭବିଷ୍ୟତର ପୂର୍ବ ସୂଚନାରେ? ତୋ ଅଧୀର ଆଖିର ଲୁହ ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ଧନୀ ନିର୍ଦ୍ଧନ ନାଁରେ ତୋତେ ଖଣ୍ଡ ଖଣ୍ଡ ବାଣ୍ଟୁଥିବା କୃତଜ୍ଞମାନଙ୍କର ଆସ୍ଫାଳନରେ ତୋ ଛାତିରେ ଉଠୁଥିବା ଦୀର୍ଘଶ୍ୱାସର ଲୁହ। ଏ ଲୁହ ତ କୃତିତ୍ୱରେ ଆମୋଦିତ ସମ୍ରାଟର ଆନନ୍ଦାଶ୍ରୁ ନୁହଁ, ରାଜରାସ୍ତାରେ ନିଜ ଭବିଷ୍ୟତକୁ ଅଣ୍ଡାଳୁଥିବା ବିସ୍ଥାପିତଙ୍କ ଯନ୍ତ୍ରଣାରେ ପ୍ରତିଫଳିତ ତୋ କ୍ଷତାକ୍ତ ଆଖିର ଲୁହ। ଏ ଲୁହର ଅବିଶ୍ରାନ୍ତ ବର୍ଷାପାତରେ କାନ୍ଥ ବାଡ଼ରେ ଭୟାନକ ଚିତ୍ର ଆଙ୍କି ଦେଇଯାଏ। ସ୍ନେହ ପ୍ରେମ ଭାତୃତ୍ୱକୁ ଦଳି ଚକଟି ଦୁର୍ଦ୍ଦିନକୁ ଡାକି ଆଣେ। ଏବେ ସମୟ କୃତଘ୍ନ ହାତ ମୁଠାରେ ଗୋଟେ ଗୋଟେ ମୁଣ୍ଡ କାଟି ଖୁସିରେ ନୃତ୍ୟ କରିବାକୁ ଦୁଃଖକୁ ଛାତିରେ ଚାପି ଜଳ ଜଳ ଚାହୁଁଥିବା ନିରୀହମାନଙ୍କର ମେରୁଦଣ୍ଡ ଭାଙ୍ଗିଯିବାର ବେଳ। ଆଉ ତୁ କାନ୍ଦ ନା ମା। ତୋ ଉତ୍ତପ୍ତ ଲାଭାରେ ପ୍ରତାରକମାନଙ୍କୁ ଧୂଳିସାତ୍ କରି ପ୍ରାଚୁର୍ଯ୍ୟର ବର୍ଷାରେ ତୋ ସନ୍ତାନମାନଙ୍କୁ ଭିଜେଇ ଦେ। ସମୟର ବ୍ୟବଚାର ଅନାଦର୍ଶକୁ ଆଦର୍ଶରେ ପରିଣତ କରି ଏ ମାଟିରେ ପବିତ୍ର ତ୍ରିବେଣୀର ଧାର ବୁହାଇ ଦେ। ମୁଁ ତ ଭଙ୍ଗା ହୃଦୟରେ ବିଳାପ କରୁଛି। ତୋ ଅବିଶ୍ରାନ୍ତ ଅଶ୍ରୁର ବିଷଣ୍ଣ ମୁଖମଣ୍ଡଳ ମୋତେ ରସାତଳକୁ ଚାପିଦେବ ମା। ରକ୍ତ ଜୁଡ଼ୁବୁଡ଼ୁ ମଣିଷଙ୍କ ପାଇଁ ତୋ ସ୍ନେହ ଶ୍ରଦ୍ଧା ଉତ୍କଣ୍ଠା ମୋ ହାତରେ ଖଡ଼୍ଗ ରୂପରେ ଉଦ୍ଭାସିତ ହେଉ। ସମଗ୍ର ପାଦରେ ଏ ଅଗ୍ନି ପଥରେ ଧାଇଁ ତୋତେ ମୁଁ ହସ ହସ ମୁହଁରେ ଦେଖେ। କବିତାଟି କେମିତି ଲାଗିଲା? ଭଲ ଲାଗିଲା ନା? ଯଦି ଭଲ ଲାଗିଲା ତ କ'ଣ କରିବେ ଜାଣିଛନ୍ତି? ଭିଡ଼ିଓ ଟିକେ ଲାଇକ୍ କରିଦେବେ, ଆମମାନଙ୍କୁ ଭଲ ଲାଗିବ। ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ ରଖିଥାନ୍ତୁ। ଉପସ୍ଥାପନାରେ ଯଦି କିଛି ଦୋଷ ତ୍ରୁଟି ରହିଗଲା କ୍ଷମା କରିବା ଅନାମିକାକୁ। ଆସିବ ଆଉ ଏକ କବିତା ସହିତ ଆସନ୍ତା ଅଧ୍ୟାୟରେ। ଆଜ୍ଞା ଦିଅନ୍ତୁ। ରହୁଛି। ନମସ୍କାର।